ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ଆପଣ ସମସ୍ତେ ଭଲ ଥିବେ। ମୁଁ ମଧ୍ୟ ପୁରା ଭଲରେ ଅଛି। ସବୁ ଅପେକ୍ଷାର ଅନ୍ତ ଆଜି ଘଟିଯିବାକୁ ଯାଉଛି, କାରଣ ଆଜି ଆମ ଗାଁରେ ବିପିଏଲ୍ ଖେଳ ହେବାକୁ ଯାଉଛି, ମାନେ ବଡ଼ ବରଂ ପ୍ରିମିୟର ଲିଗ୍। ସବୁ ପିଲାଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଜୋସ୍ ଆସିଯାଇଛି। ଆଜି ସକାଳୁ ସକାଳୁ ପିଲା ବର୍ତ୍ତମାନ ଆସିକି ଫିଲ୍ଡରେ କାମ କରୁଛନ୍ତି, ତା ସହିତ କିଛି ପିଲା ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏପଟେ ଆମର ଷ୍ଟେଜ୍ କାମ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସରିଯାଇଛି। ତା ଭିତରେ ଖରାବେଳେ ଆମର ଗୋଟେ କାମ ପଡ଼ିଯାଇଥିଲା ଏ ଖେଳର କିଛି ଜିନିଷ ଆଣିବାକୁ। ଆମେ 2 ଜଣ ଆସିଯାଇଥିଲୁ ରଣପୁରରେ ପହଞ୍ଚିଲା ପରେ ଦେଖିଲୁ ଆଗକୁ ଆସୁଥିବା ରାମନବମୀ ଏବେଠୁ ରଣପୁର ପୁରା ସଜାସଜି ଚାଲିଛି। ତା ଭିତରେ ଆମେ ଆସି ଯାଇଥିଲୁ ଗୋଟେ ଫୁଲ ଦୋକାନକୁ, କାରଣ ଆମର ଯେଉଁ ଅତିଥି ଆସିବେ ତାଙ୍କ ପାଇଁ ଗୋଟେ ଫୁଲ ତୋଡ଼ା ନେବାର ଥିଲା। ଫୁଲ ତୋଡ଼ା ଧରିକି ପଳେଇ ଆସିଥିଲୁ ଗାଁକୁ। ଏବେ ଆମେ ଫୁଲ ତୋଡ଼ା ଧରି ଅପେକ୍ଷା କରିକି ଅଛୁ କେତେବେଳେ ଆମର ଅତିଥି ଆସିଲେ ଆମର ଖେଳ ଷ୍ଟାର୍ଟ ହେବ। ଦେଖନ୍ତୁ ଆମର ବିପିଏଲ୍ କପ୍ 2ଟା ଆସିଯାଇଛି। କେମିତି ଲାଗୁଛି ଆପଣମାନେ କମେଣ୍ଟ ମଧ୍ୟ ନିଶ୍ଚୟ ଜଣାଇବେ। ଚାଲନ୍ତୁ ଏବେ ସବୁ ପିଲା ତ ଆସିକି କ୍ଲବ୍ ପାଖରେ ପୁରା ପହଞ୍ଚିଗଲେ। ସମସ୍ତେ ନିଜ ନିଜର ଟିମ୍ ଗଞ୍ଜି ପିନ୍ଧିକି ଆସିକି ଅତିଥିକି ସ୍ୱାଗତ କରିବା ପାଇଁ ଏଇଠି ଆସିକି ଅପେକ୍ଷା କରିଛନ୍ତି। ସବୁ ପିଲାଙ୍କ ଭିତରେ ଦେଖନ୍ତୁ ଆଜି ଗୋଟେ ଅଲଗା ପ୍ରକାର ଜୋସ୍ ଆସିଯାଇଛି, କାରଣ ବର୍ଷକୁ ଥରେ ଏଇ ଟୁର୍ଣ୍ଣାମେଣ୍ଟ ଆମ ଗାଁରେ ହେବାକୁ ଯାଉଛି। ସେଥିପାଇଁ ସବୁ ପିଲା ପୁରା ଏକ୍ସାଇଟେଡ୍ ଅଛନ୍ତି। ଆଉ ପିଲାଙ୍କ ଭିତରେ ପୁରା ଜୋସ୍ ପୁରା ଅଧିକ ଆସିଯାଇଛି। ସେଥିପାଇଁ ସମସ୍ତେ ପୁରା ଖୁସି ଅଛନ୍ତି। ଚାଲ ଆମେ ଅପେକ୍ଷା କରିଥିବା, ଦେଖିବା କେତେବେଳେ ଆମର ଅତିଥି ଆସୁଛନ୍ତି। ଏବେ ଆମେ କିଛି ସମୟ ଅପେକ୍ଷା କଲା ପରେ ଦେଖନ୍ତୁ ଦୂରରେ ଆମର ଅତିଥି ଆସୁଛନ୍ତି, କାରଣ ଆମ ଗାଁ ରାସ୍ତା ଟିକେ କାମ ଚାଲିଛି, ସେଥିପାଇଁ ଅତିଥି ଚାଲି ଚାଲି ଆସୁଛନ୍ତି। ଏବେ ଅତିଥିଙ୍କୁ ସ୍ୱାଗତ ଜଣେଇକି ଚାଲନ୍ତୁ ଏବେ ଆମେ ଯିବା ଆମ ଗାଁ ଭିତରକୁ, ଆମର ଗାଁ ବୁଲିକି ଆସିବା। ସାଙ୍ଗମାନେ ଆମ ଗାଁ ଠାକୁରାଣୀ ମନ୍ଦିରରେ ଆମେ ଆସିକି ପହଞ୍ଚିଲୁ। ଏବେ ପ୍ରଥମେ ବ୍ୟାଟ୍ 2ଟା ଏବଂ କପ୍ 2ଟା ଭଲରେ ପୂଜା କରିବା, ତାପରେ ଚାଲନ୍ତୁ ଏବେ ପଡ଼ିଆକୁ ଯିବା। ସାଙ୍ଗମାନେ ଆମେ ଆସିଯାଇଥିଲୁ ବର୍ତ୍ତମାନ ପଡ଼ିଆକୁ। ପଡ଼ିଆରେ ଆମର ଆସିଥିବା ଅତିଥି କିଛି ତାଙ୍କର ଭାଷଣ ଦେଇଥିଲେ। ଭାଷଣ ଦେଇସାରିଲା ପରେ ସେ ପ୍ରଥମେ ବ୍ୟାଟିଂ କରି ଆଜିର ଆମ ଖେଳଟାକୁ ଆରମ୍ଭ କରିଥିଲେ। ଏବେ ପ୍ରଥମ ଦିନ ପ୍ରଥମ ମ୍ୟାଚ୍ର ଟସ୍ଟି ବର୍ତ୍ତମାନ ପଡ଼ିଗଲା ଏବଂ ଟସ୍ଟି ୱିନ୍ କରିଛି ସାହିଲ ସୁଲତାନ, ଯିଏ ବ୍ୟାଟିଂ କରିବା ପାଇଁ ଫଇସଲା କରିଛି। ଏପଟେ ଅନିଲ ୱାରିୟସ୍ ତାର ଫିଲ୍ଡିଂର ରଣନୀତି ପାଇଁ ପ୍ରସ୍ତୁତ ହେଉଛି। ସେପଟେ ସାଇଡ଼୍ରେ ଆମର ସାହିଲ ସୁଲତାନ ତାର ବ୍ୟାଟିଂର ରଣନୀତି ପାଇଁ ସିଏ ତାର ପ୍ରସ୍ତୁତ ହେଉଛି। ତା ସହିତ ଆମର ଆସୋସିଏସନ ପିଲା, ଆମ ଗାଁ ପିଲା ସମସ୍ତେ ଆସିକି ପହଞ୍ଚି ଯାଇଛନ୍ତି ଖେଳ ଦେଖିବା ପାଇଁ। ଏବେ ଆମର ପ୍ରଥମ ଦିନ ପ୍ରଥମ ମ୍ୟାଚ୍ଟି ଆରମ୍ଭ ହୋଇଗଲା। ଚାଲନ୍ତୁ ଦେଖିବା ଖେଳର କିଏ ଜିତିବ କିଏ ହାରୁଛି। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ, କାରଣ ଆମ ଦୀର୍ଘ 4 ଦିନ ଧରିକି ବିପିଏଲ୍ ଚାଲିବ। ଆପଣମାନେ ମୋ ଚ୍ୟାନେଲରେ ଲାଇଭ୍ ମ୍ୟାଚ୍ ମଧ୍ୟ ଦେଖିପାରିବେ। ଏବେ ଆସ୍ତେ ଆସ୍ତେ ଦର୍ଶକ ସଂଖ୍ୟା ବଢ଼ିବାରେ ଲାଗିଛି। ଖେଳ ପରିଚାଳନାରେ ଦାୟିତ୍ୱରେ ଭାଇ ଅଛନ୍ତି। ଏପଟେ ଆମର ସ୍କୋର ବୋର୍ଡ଼ରେ ବସି ପଡ଼ିଛନ୍ତି ଚନ୍ଦନ, ସେ ସ୍କୋର ବୋର୍ଡ଼ରେ ଦାୟିତ୍ୱ ତାଙ୍କର। ଚାଲ ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓଟି ଲାଇକ୍ ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବ ପୁଣି ଏକ ନେକ୍ସଟ ବ୍ଲଗ୍ରେ।